ଏହି ଦୃଶ୍ୟ ଦେଖିଲେ ଆପଣଙ୍କର ଆଖିରେ ଲୁହ ରହିବନି। ସରକାରଙ୍କର ମାଳ ମାଳ ଯୋଜନା, କିନ୍ତୁ ଏବେ ବି ଦୁଃଖ କଷ୍ଟ ଆଉ ରୋଗରେ ପୀଡ଼ିତ ଥାଇ ବି ସରକାରଙ୍କର ଯୋଜନା ସାତ ସପନ ଭଳି ଲାଗୁଛି ତାଙ୍କୁ। ଆମେ କହୁଛୁ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଗ୍ରାମ ପଞ୍ଚାୟତର ଗୁଣ୍ଡିମା ଗ୍ରାମର ଦାସ ଶବରଙ୍କର କଥା। 2 ବର୍ଷ ପୂର୍ବେ ତାଙ୍କର ସ୍ତ୍ରୀଙ୍କର ଦେହାନ୍ତ ହୋଇଯାଇଛି। ଏବେ 3ଟି ସନ୍ତାନକୁ ନେଇ ଜୀବନ କାଟୁଛନ୍ତି ସେ। ନିଜେ ଫାଇଲେରିଆ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛନ୍ତି। ମେଡିକାଲରେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। 4 ପ୍ରାଣୀ କିପରି ଖାଇବେ ତାହା ତ ଅସୁବିଧା। ଏଭଳି ଖବର ପାଇ ସାହାଯ୍ୟର ହାତ ବଢ଼ାଇଛନ୍ତି ଭାରତୀୟ ମାନବାଧିକାର ପରିଷଦର ଜାତୀୟ କାର୍ଯ୍ୟରତ ସଭାପତି ତଥା ସମାଜସେବୀ ଦୁଃଖବନ୍ଧୁ ବିଶ୍ୱାଳ ଓ ତାଙ୍କ ଘରେ ଗଜପତି ଜିଲ୍ଲାର ସାମଗ୍ରୀ ପ୍ରଦାନ କରିବା ସହ ନାୟକ ପରିବାର ଦିଲ୍ଲୀପ କୁମାର ରାଉଳ କୃଷ୍ଣଚନ୍ଦ୍ର ମିଶ୍ର ସ୍ୱାସ୍ଥ୍ୟ ପିଲାଙ୍କର ପାଇଁ ଉତ୍ତମ ଶିକ୍ଷା ଘରର ଆବାସ ଯୋଜନା ଅନ୍ତର୍ଦୟ ଅନ୍ନପୂର୍ଣ୍ଣା ଯୋଜନା କିପରି ପାଇବେ ସରକାରଙ୍କୁ ସେ ନେଇ ନିବେଦନ କରିଛନ୍ତି। ତାଙ୍କର ଏଭଳି ମହତ କାର୍ଯ୍ୟ ପାଇଁ ଅଞ୍ଚଳର ବୁଦ୍ଧିଜୀବୀମାନେ ଅନେକ ପ୍ରଶଂସା କରିଛନ୍ତି। ତମର ରାଜେଶ୍ୱରୀ ଶବର କଣ ହେଇଛି ମାମା? ମା ମରି ଯାଇଛି, ମୋର ବାପାର ଗୋଡ଼ ଫୁଲି ଯାଇଛି। ଆଉ ନମସ୍କାର, ମୁଁ ଅଭନ ନାୟକ, ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଗ୍ରାମ ପଞ୍ଚାୟତର ଗୁଣ୍ଡିମା ଗ୍ରାମରେ ଆମେ ଆସି ପହଞ୍ଚିଛୁ ଦାସ ଶବରଙ୍କ ଘରେ। ଆଉ ଆମେ ଆସି ଦେଖିଲୁ ଏଇ ଦାସ ଶବରଙ୍କ ପରିବାର ଯୋଉ ସଂକଟାପନ୍ନରେ ବର୍ତ୍ତମାନ ଅଛନ୍ତି। ଆଉ ମା ଛେଉଣ୍ଡ 3 ପିଲା, ମାଙ୍କ ଯିବା ବାଟକୁ ଏପର୍ଯ୍ୟନ୍ତ ସେମାନେ ଝୁରି ଝୁରି ଜୀବନ ଯାପନ କରୁଛନ୍ତି। ପୁଣି ଘର ଯିଏ ଚଳଉଥିଲା ତାଙ୍କର ଏଇଭଳିଆ ଅବସ୍ଥା, ତାଙ୍କର ଏଇଭଳିଆ ରୋଗରେ ସେ ପୀଡ଼ିତ। ଘର ଚଳିବା ପାଇଁ ବି ସେମାନଙ୍କ ପାଖରେ ଅର୍ଥର ଅସୁବିଧା ଅଛି। ମା ଛେଉଣ୍ଡ ପିଲାମାନେ ଭଲ ଖାଇ ପାରୁନାହାନ୍ତି କିମ୍ବା ସ୍କୁଲ ଯିବା ପାଇଁ ତାଙ୍କ ପାଖରେ ସମୟ ନାହିଁ, କିମ୍ବା ସ୍କୁଲ ଯିବା ପାଇଁ କିମ୍ବା କୌଣସି ପ୍ରକାର ଅନ୍ୟାନ୍ୟ ସାମଗ୍ରୀ କ୍ରୟ କରିବା ପାଇଁ ତାଙ୍କ ପାଖରେ ଅର୍ଥ ହିଁ ନାହିଁ। ତ ଦୟାକରି ମୁଁ ପ୍ରଶାସନକୁ ଅନୁରୋଧ କରିବି ଏହି ରୋଗୀଙ୍କ ପ୍ରତି, ଏହି ଦୁଃଖୀ ପରିବାରଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। ଏହି ଛୋଟ ଛୋଟ ଅସହାୟ ଛେଉଣ୍ଡ ପିଲାମାନଙ୍କର ପାଠ ପଢ଼ିବା ବ୍ୟବସ୍ଥା କରନ୍ତୁ। ପୁଣି ମୁଁ ଅନୁରୋଧ କରିବି ଏଇ ଯୋଉ ଅଛନ୍ତି ରୋଗାକ୍ରାନ୍ତ ହେଇଛନ୍ତି ଦାସ ଶବର, ତାଙ୍କ ଟ୍ରିଟମେଣ୍ଟ ବ୍ୟବସ୍ଥା କରାଯାଉ, ଯେମିତିକି ଦାସ ଶବର ସୁସ୍ଥ ହେଇ ନିଜର ପରିବାର ଠିକ୍ ସେ ଭରଣ ପୋଷଣ କରିପାରିବ ଏବଂ ଏଇ 3 ଅସହାୟ ମା ଛେଉଣ୍ଡ ପିଲାମାନଙ୍କୁ ସୁଖରେ ରଖିପାରିବ, ଶାନ୍ତିରେ ରଖିପାରିବ, ସମସ୍ତ ଅସୁବିଧା ଦୂର କରିପାରିବ। ଥ୍ୟାଙ୍କ ୟୁ ସୋ ମଚ୍। ମୋର ପୁଅ ତ ତାର ଗୋଡ଼ ଫୁଲି ଯାଇଛି, ଆହୁରି ସେ ବୁଆକଣି ମରିଯିବାରୁ କିନ୍ତୁ ବର୍ଷକୁ ବର୍ଷ ତାର ଗୋଡ଼ ପାଇଁ ବେମାର ପାଇଁ 2 ମାସ 3 ମାସ ଶୋଇକି ରହୁଛି। ଆହୁରି ସେ ସମୟରେ ଖାଇବାକୁ ପିଇବାକୁ, ମୁଁ ତ ବୁଢ଼ୀ ହେଲିଣି, କିଏ ଆଣିଯିବ ଚୁଲି, କିଏ ଆଣିଯିବ ଯେ ପାଣି ଆଣିବାକୁ ପାରୁନାହିଁ, ନହେଲେ କୁଟବାକୁ ପାରୁନାହିଁ, ନହେଲେ କୁଆଡ଼େ ଚାଷ କରିବାକୁ ପାରୁନାହିଁ। ଏତେ ବେମାର ହେଲି ମୁଁ ହେଲେ ସେ ସମୟକୁ କିଏ ପାଣି ଆଣିଯିବ, କିଏ ଚୁଲି ଜଳେଇବ। କଣ ହେଇଛି? ଆଜ୍ଞା, ଆମର ସେ ତାର ଗୋଡ଼ଟା ଏବେ ପ୍ରାୟ 10-12 ବର୍ଷ ହେଇଗଲାଣି। ତାର ପାଇଲେଟ ଗୋଡ଼ ହେଇଯାଇଛି, ତାର ଅଧିକା ପଇସା ବହୁତ ଖର୍ଚ୍ଚ ହେଇଯାଇଛି, କିନ୍ତୁ ତାର କିଛି ଭଲ ହେଉନି। ବ୍ରହ୍ମପୁର ବି ନିଆଯାଇଥିଲା, କିନ୍ତୁ ତାର କିଛି ଭଲ ହେବାର କିଛି ଦିଶୁନି। ତାପରେ ତାକୁ ସ୍କାନିଂ ବି କରାଇଥିଲା, ତାପରେ ଏକ୍ସରେ ବି କରାଇଥିଲା, ଆଉ ତାର କିଛି ରିପୋର୍ଟଟା ଦେଖାଉନି। ସେଥିପାଇଁ ବୋଲି କ'ଣ କରାଯିବ, ଆମର ଉପାୟ ନାହିଁ, ପଇସା ପତ୍ର ନଥିବା ଯୋଗୁଁ ଆମେ ଏବେ ପର୍ଯ୍ୟନ୍ତ ତାକୁ ଅନେଇକି ରହିଛୁ। ସେଥିପାଇଁ ବୋଲି ଆମର କିଛି ସାହାଯ୍ୟ ତ କୁଆଡ଼େ ମିଳୁନି। ସେଥିପାଇଁ ବୋଲି ଟିକେ ସରକାର ତରଫରୁ ଟିକେ ଭାଇଙ୍କୁ ଟିକେ ସାହାଯ୍ୟ ମିଳିଥିଲେ ଭଲ ହେଇଥାନ୍ତା, ଆମେ ସେଇଟା ଚାହୁଁଛୁ। ଆଉ ଗଜପତିରୁ ରଜତ ମହାନ୍ତିଙ୍କର ରିପୋର୍ଟ, ପ୍ରୟାଗ ମିଡିଆ।